ଏହି ରାଜ୍ୟଗୁଡ଼ିକରେ ପଡ଼ିବ ପ୍ରବଳ ଥଣ୍ଡା, ସତର୍କ କଲା IMD। ଦେଶର ଅନେକ ସ୍ଥାନରେ ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଦିଲ୍ଲୀ NCRରେ କୁହୁଡ଼ି ବଢ଼ିବା ଆରମ୍ଭ ହୋଇଛି, ଯେତେବେଳେ କି ଉତ୍ତର ଭାରତ ସମେତ ଅନେକ ରାଜ୍ୟରେ ଘନ କୁହୁଡ଼ି ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଫେବୃଆରୀ 3 ତାରିଖରୁ ଏକ ନୂତନ ପଶ୍ଚିମା ଝଡ଼ ସକ୍ରିୟ ହେବ, ଯାହାଫଳରେ ଦେଶର 20ଟି ରାଜ୍ୟରେ ବର୍ଷା ଏବଂ ଘନ କୁହୁଡ଼ି ଦେଖାଯିବ। IMD ଅନୁଯାୟୀ ଉତ୍ତର ପାକିସ୍ତାନ ଏବଂ ପୂର୍ବ ରାଜସ୍ଥାନରେ ଘୂର୍ଣ୍ଣିବଳୟ ଜାରି ରହିଛି। ଏହି କାରଣରୁ ଫେବୃଆରୀ 3 ତାରିଖରୁ ଉତ୍ତର ପଶ୍ଚିମ ଭାରତରେ ବର୍ଷା ହେବ। ବର୍ଷା ଏବଂ ଋତୁପାତ ହେବାକୁ ଥିବା ରାଜ୍ୟ। ଫେବୃଆରୀ 3ରୁ 5 ତାରିଖ ମଧ୍ୟରେ ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ତୁଷାରପାତ ହେବାର ସମ୍ଭାବନା ଅଛି। ଫେବୃଆରୀ 3ରୁ 5 ମଧ୍ୟରେ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି। ଲାକ୍ଷାଦ୍ୱୀପରେ ବଜ୍ରପାତ ସହିତ ଘଡ଼ଘଡ଼ି ବର୍ଷା ଏବଂ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କେଉଁ ରାଜ୍ୟରେ ଘନ କୁହୁଡ଼ି ରହିବ? ପଶ୍ଚିମ ବାୟୁମଣ୍ଡଳ ପ୍ରଭାବରେ ସକାଳେ ଏବଂ ସନ୍ଧ୍ୟାରେ ଘନ କୁହୁଡ଼ି ଦେଖାଯିବ। ଏହି ରାଜ୍ୟଗୁଡ଼ିକ ପାଇଁ IMD କୁହୁଡ଼ି ସତର୍କ ଜାରି କରିଛି। ଉତ୍ତର ଭାରତ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ। ପୂର୍ବ ଭାରତ, ବିହାର, ଓଡ଼ିଶା, ଗଙ୍ଗେୟ ପଶ୍ଚିମବଙ୍ଗ। ଉତ୍ତର ପୂର୍ବ ଭାରତ, ଆସାମ, ମେଘାଳୟ, ନାଗାଲାଣ୍ଡ, ତ୍ରିପୁରା, ମିଜୋରାମ, ମଣିପୁର। ହିମାଳୟ ଅଞ୍ଚଳ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ NCRରେ ମଧ୍ୟ ହାଲୁକା କୁହୁଡ଼ି ରହିବ, ଯାହାଫଳରେ ସକାଳ ଏବଂ ସନ୍ଧ୍ୟାରେ ଥଣ୍ଡା ଅନୁଭୂତ ହେବ। ପରବର୍ତ୍ତୀ ଖବର। ଜୀବନ୍ୟାସ ପାଇଲେ ରାଜ୍ୟର 610 ଅନୁଦାନପ୍ରାପ୍ତ ହାଇସ୍କୁଲ। ବାଲେଶ୍ୱର। ଦୀର୍ଘ 37 ବର୍ଷ ପରେ ଜୀବନ୍ୟାସ ପାଇବାକୁ ଯାଉଛି ବାଲେଶ୍ୱର ସମେତ ଓଡ଼ିଶାର ଅନୁଦାନପ୍ରାପ୍ତ ହାଇସ୍କୁଲ। କ୍ଷମତାକୁ ଆସିବା ପରେ ରାଜ୍ୟ ସରକାର ଶିକ୍ଷାନୀତିରେ ସଂସ୍କାର ଆଣିବା ସହିତ ଶିକ୍ଷକ ଅଭାବକୁ ବନ୍ଦ କରିବାକୁ ବସିଥିବା ସରକାର 610 ଜଣ ପୁରୁଣା ଅନୁଦାନପ୍ରାପ୍ତ ହାଇସ୍କୁଲ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି। ପରବର୍ତ୍ତୀ ଖବର। 18 ଟଙ୍କାରେ ବିକ୍ରି ହେଉଥିଲା ସୁନା। ଗତ 100 ବର୍ଷରେ ସୁନା ଦାମରେ କେତେ ପରିବର୍ତ୍ତନ? ବଜେଟ୍ 2025-26 ମୋଦି ସରକାରଙ୍କ ତୃତୀୟ ପାଳିର ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଲଗାତାର ଅଷ୍ଟମ ଥର ପାଇଁ ଲୋକସଭାରେ ବଜେଟ୍ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ 2025-26ରେ ଶସ୍ତା ହୋଇଛି ସୁନା। ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୂର୍ବରୁ ଲୋକେ ମାତ୍ର 18 ଟଙ୍କାରେ ସୁନା କିଣୁଥିଲେ। 1925ରେ ମାତ୍ର 18 ଟଙ୍କାରେ ବିକ୍ରି ହେଉଥିଲା ସୁନା। ଗତ 100 ବର୍ଷରେ ସୁନା ଦାମରେ କେତେ ପରିବର୍ତ୍ତନ ହୋଇଛି ଆସନ୍ତୁ ଜାଣିବା। ଫେବୃଆରୀ 1 ତାରିଖ 2025-26 ଆର୍ଥିକ ବର୍ଷ ପାଇଁ ବଜେଟ୍ ପେଟି ଖୋଲିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍ରେ ସୁନା ଶସ୍ତା ହୋଇଥିବା ଘୋଷଣା କରିଛନ୍ତି। ପରବର୍ତ୍ତୀ ଖବର। କେନ୍ଦ୍ର ସରକାର ବଦଳାଇଲେ ଆଧାର କାର୍ଡ ନିୟମ। ଆଧାର କାର୍ଡଧାରୀଙ୍କ ପାଇଁ ବଡ଼ ଖବର। ଆଧାର କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କଲେ କେନ୍ଦ୍ର ସରକାର। ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ଅଛି, ତେବେ ଏହି ଖବର ଆପଣ ଜାଣିବା ଜରୁରୀ। କେନ୍ଦ୍ର ସରକାର ଆଧାର ଆଇନ ସଂଶୋଧନ କରି ଘରୋଇ କମ୍ପାନୀଗୁଡ଼ିକୁ ଆଧାର ବିବରଣୀ ଯାଞ୍ଚ ଏବଂ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି। ଆଧାର ଆଇନର ଧାରା 57 ଘରୋଇ କମ୍ପାନୀଗୁଡ଼ିକୁ ଆଧାର କାର୍ଡରେ ଥିବା ବିବରଣୀ ବ୍ୟବହାର କରିବାକୁ ଅନୁମତି ଦିଏ। ତଥାପି ଏହାର ଅପବ୍ୟବହାର ହେଉଥିବା ଅଭିଯୋଗ କରି ସୁପ୍ରିମକୋର୍ଟ 2018 ମସିହାରେ ଏହାକୁ ନିଷିଦ୍ଧ କରିଥିଲେ। ଏହି ପରିସ୍ଥିତିରେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ଆଧାର ବିବରଣୀ ଯାଞ୍ଚ ଏବଂ ବ୍ୟବହାର କରିବା ସମ୍ଭବ ପାଇଁ କେନ୍ଦ୍ର ସରକାର ଆଧାର ଆଇନ 2016ରେ ସଂଶୋଧନ କରିଛନ୍ତି। ଏହାର ଅର୍ଥ ହେଉଛି ଆଧାର ବିବରଣୀ ବ୍ୟବହାର କରିବାକୁ ଚାହୁଁଥିବା ଘରୋଇ କମ୍ପାନୀଗୁଡ଼ିକୁ ଆବଶ୍ୟକତାର ବିବରଣୀ ସହିତ କେନ୍ଦ୍ର ସରକାରଙ୍କ ଠାରୁ ପୂର୍ବ ଅନୁମତି ନେବାକୁ ପଡ଼ିବ। ଯଦି କେନ୍ଦ୍ର ସରକାର ଆବେଦନଗୁଡ଼ିକୁ ଅନୁମୋଦନ କରନ୍ତି, ତେବେ ଘରୋଇ କମ୍ପାନୀଗୁଡ଼ିକ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଆଧାର ବିବରଣୀ ଯାଞ୍ଚ କରିପାରିବେ ଏବଂ ଏହାକୁ ସେମାନଙ୍କର ସେବା ପାଇଁ ବ୍ୟବହାର କରିପାରିବେ। କେନ୍ଦ୍ର ସରକାର କହିଛନ୍ତି ଯେ ଏହା ମାଧ୍ୟମରେ ଜନସାଧାରଣଙ୍କର କୌଣସି ବାଧା ବିନା ଘରୋଇ କମ୍ପାନୀଗୁଡ଼ିକୁ ବ୍ୟବସାୟ, ପର୍ଯ୍ୟଟନ ଏବଂ ଚିକିତ୍ସା ସେବା ଭଳି ସେବା ପାଇପାରିବେ।